ଆଜିର ସେର୍ମନ ଆରମ୍ଭ ପୂର୍ବରୁ ଆପଣମାନଙ୍କୁ ସମସ୍ତଙ୍କୁ ମେରି କ୍ରିସମସ୍। ଆଜିର ଦିନରେ 2025 ମସିହା ପୂର୍ବରୁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ। ପ୍ରିୟମାନେ ଆସନ୍ତୁ, ପ୍ରଭୁ ମତେ ଆପଣମାନଙ୍କ ଆଗରେ ତାଙ୍କର ଜନ୍ମର ଶୁଭବାର୍ତ୍ତା ଜଣେଇବା ପାଇଁ ଯେଉଁ ଅପୂର୍ବ ସୁଯୋଗ ଦେଇଛନ୍ତି, ସେଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମହାନନ୍ଦରେ ଅତିଶୟ ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ। ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାଙ୍କର ମାତା ମରିୟମଙ୍କ ସଙ୍ଗେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ। ଆମେନ୍। ହାଲେଲୁୟା। ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ। ଯୋଉ ତାରା ଗୋଟିଏ ସେକେଣ୍ଡ ସେଇ ତାରାକୁ ସେମାନେ ଦେଖିଲେ। ପୁଣି ଥରେ ରାଜାଙ୍କ ପାଖକୁ ରାଜଉଆସକୁ ଯାଇ ଫେରିବା ପରେ ପୁଣି ଥରେ ସେମାନେ ତାରାକୁ ଦେଖିଲେ। କାରଣ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଇଥିଲା, ଆମେ କେମିତି ପାଇବା? ଯୋଉ ଇସ୍ରାଏଲ ମାନଙ୍କର ଯୋଉ ରାଜାଙ୍କୁ ଆମେ ବସିଛୁ, ସେ ରାଜପ୍ରସାଦରେ ନାହାନ୍ତି। ଆମେ ସମସ୍ତେ ଭାବିଥିଲୁ ରାଜପ୍ରସାଦରେ ସେ ଜନ୍ମ ଗ୍ରହଣ କରିଥିବେ, କିନ୍ତୁ ସେଠାରେ ବି ସେ ନାହାନ୍ତି। ଆମେ କେମିତି ତାଙ୍କ ପାଖକୁ ଯିବା? ଆଉ ସେମାନେ ଯେତେବେଳେ ରାଜଉଆସରୁ ପଦାକୁ ବାହାରିଲେ, ପୁଣି ଥରେ ସେଇ ତାରାକୁ ସେମାନେ ଦେଖିଲେ। ହାଲେଲୁୟା। ସେଇ ତାରା, ଯୋଉ ତାରା ତାଙ୍କୁ ମାର୍ଗଦର୍ଶନ କରିଥିଲା ପୂର୍ବ ଦେଶରୁ ଯୀଶୁଙ୍କୁ ଦେଖିବା ପାଇଁ, ସେଇ ତାରାକୁ ସେମାନେ ଦେଖିଲେ। ଆଉ ତାରାକୁ ଦେଖିବା ଫଳରେ ସେମାନଙ୍କ ମନରେ ମହା ଆନନ୍ଦ ସୃଷ୍ଟି ହେଇଛି। ପ୍ରିୟମାନେ, ଆଜି ଆମେ କେତେ ଆନନ୍ଦିତ ଅଛୁ ଯୀଶୁଙ୍କୁ ଦେଖିବାର। ଆମେ କେତେ ଆନନ୍ଦିତ ଅଛୁ ତାଙ୍କୁ ଭେଟିବାକୁ। ଆମେ କେତେ ଆନନ୍ଦିତ ଅଛୁ ତାଙ୍କୁ ଭେଟି ଦେବା ପାଇଁ। ଟିକେ ଚିନ୍ତା କରିବା। ସେତେବେଳେ ଅନେକ ଲୋକ ଖୁସି ଥିଲେ ପ୍ରଭୁ ଯୀଶୁଙ୍କ ଜନ୍ମରେ। ଅନେକ ବୋଲି କହିବାର ତାତ୍ପର୍ଯ୍ୟ ଅଛି, ମୁଁ ଗୋଟେ ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେ ଯୀଶୁଙ୍କ ଜନ୍ମରେ କୋଉମାନେ ଖୁସି ଥିଲେ? ଯଦି ଉତ୍ତର ଦେବେ ତାହେଲେ ଭଲ ହୁଅନ୍ତା। କୋଉମାନେ ଖୁସି ଥିଲେ? କେହି ନାହିଁ। ପିତାମାତା ଖୁସି ଥିଲେ, ମେଷପାଳକ ମାନେ ଖୁସି ଥିଲେ, ପଣ୍ଡିତ ମାନେ ଖୁସି ଥିଲେ। ପିତାମାତା ଖୁସି ଥିଲେ, ମେଷପାଳକ ମାନେ ଖୁସି ଥିଲେ, ଆଉ ସ୍ୱର୍ଗର ଦୂତ ମାନେ, ସ୍ୱର୍ଗର ଦୂତ ମାନେ ଖୁସି ଥିଲେ। ଆଉ ଖୁସି ଥିଲେ ମେଷପାଳକ ମାନେ। ହାଲେଲୁୟା। ସମସ୍ତେ ଖୁସି ଥିଲେ। ଯୀଶୁଙ୍କର ଜନ୍ମର ସମ୍ବାଦ ପାଇକି ଆଉ କେତେ ଜଣ ଥିଲେ ଯୋଉମାନେ କି ଖୁସି ନଥିଲେ, ଉଦ୍ବିଗ୍ନ ହେଇଯାଇଥିଲେ। ଆଉ ସେମାନଙ୍କ ମଧ୍ୟରେ ରାଜା ହେରୋଦ। ଯୀଶୁଙ୍କ ଜନ୍ମର, କିନ୍ତୁ ତାଙ୍କ ଜନ୍ମର ଆନନ୍ଦ ତାଙ୍କ ମନରେ ନାହିଁ। ପ୍ରିୟମାନେ, ଆଜି ବି ଅନେକ ଲୋକ ଜାଣୁଛନ୍ତି ଯୀଶୁଙ୍କର ଜନ୍ମ ବିଷୟରେ, ଯୀଶୁଙ୍କର ଜନ୍ମ ବିଷୟରେ ଶୁଣୁଛନ୍ତି, କିନ୍ତୁ ସେମାନଙ୍କ ମନରେ ଆନନ୍ଦ ନାହିଁ।
ठीक अनुमान कर पारुथिबे मु कहा कथा कहूची समस्ते सुनती यीशुଙ୍କର जन्म विषय ଆଉ ସେମାନେ ଭାବନ୍ତି କେତେକ ଭାବନ୍ତି ଯେ ଏଇଟା ଗୋଟେ ସାଧାରଣ କଥା ସେଦିନ ମଧ୍ୟ ବେଥଲେହେମ୍ ଯେ ଗୁହାଳ ଘରେ ଗୋଟେ ଶିଶୁ ଜନ୍ମ ଗ୍ରହଣ କରିଛି କିନ୍ତୁ ତାଙ୍କୁ ଦେଖା କରିବାକୁ କେହି ଆସିନଥିଲେ। ୟେସ୍ ପ୍ରିୟମାନେ ଆଜି ବି ଅନେକ ଲୋକ ଜାଣନ୍ତି ଯେ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି ଆମ ପାଇଁ ଏଇ ପୃଥିବୀରେ। ବିଜାତି ଲୋକମାନଙ୍କ କଥା ତ ଛାଡନ୍ତୁ, ଯୋଉମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି ପରିଚୟ ଦିଅନ୍ତି ସେମାନଙ୍କ ମଧ୍ୟରୁ ମଧ୍ୟ ଅଧିକାଂଶ ଲୋକ ଯୀଶୁଙ୍କୁ ସାକ୍ଷାତ କରିବାକୁ ଆସନ୍ତି ନାହିଁ। ଯୀଶୁଙ୍କ ସହିତ ସାକ୍ଷାତ ହେବା ପାଇଁ, ତାଙ୍କ ସହିତ କଥା ହେବା ପାଇଁ ଆଉ ତାଙ୍କର ଜନ୍ମରେ ଆନନ୍ଦ କରିବା ପାଇଁ ଆଜି ବି ଅନେକ ଖ୍ରୀଷ୍ଟିଆନ ବୋଲୁଥିବା ଲୋକମାନେ ଚାହିଁ ନାହାନ୍ତି। ଥରେ ଭଲ କି ଚିନ୍ତା କରି ଦେଖନ୍ତୁ ଆଜି ଆମେ କାହିଁକି ଆନନ୍ଦିତ? ଶୈତାନ ଆଜି ଆମ ସମସ୍ତଙ୍କର କାନକୁ ରୁଦ୍ଧ କରିଦେଇଛି। ସତ୍ୟତା ଜଣେଇବାକୁ ଇଚ୍ଛୁକ ନୁହେଁ। ଯଦି ଆମେ ସତ୍ୟତାକୁ ଜାଣିବା ତାହେଲେ ତାର ବିପଦ ଅଛି, ସେ ଜାଣିଛି। ସେ ଚାହେଁ ଆମେ ସତ୍ୟତାକୁ ଜାଣିବା ନାହିଁ। ବାକ୍ୟ କୁହେ ଆମେ ସତ୍ୟତା ଜାଣିବା ଦ୍ୱାରା ଆମେ ଈଶ୍ୱରଙ୍କର ବଶୀଭୂତ ହେବା। ଦୟାକରି ମୋ ସହିତ ଖୋଲନ୍ତୁ ଯାକୁବ 4:7। ଯାକୁବ 4:7 କିଏ ଖୋଲିଛନ୍ତି? ପଢନ୍ତୁ। ଚଲ ମୁଁ ପଢି ଦଉଛି। ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୈତାନକୁ ପ୍ରତିବାଦ କର, ତାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇ ଯିବ। ହାଲେଲୁୟା। ଯଦି ଆମେ ସତ୍ୟତାକୁ ଜାଣିବା, ଯଦି ଆମେ ଈଶ୍ୱରଙ୍କର ବଶୀଭୂତ ହବା, ଆମେ ଯଦି ସତ୍ୟତାକୁ ଜାଣୁଛୁ ତାହେଲେ ନିଶ୍ଚିତ ଭାବରେ ଆମେ ଈଶ୍ୱରଙ୍କର ବଶୀଭୂତ ହବା। ଆଉ ଈଶ୍ୱରଙ୍କ ବଶୀଭୂତ ହେବା ଫଳରେ ଆମେ ତାକୁ ପ୍ରତିବାଦ କରିବା। କାରଣ ଆମକୁ ସେ ତାଙ୍କର ଅଧିକାର ଦେଇଛନ୍ତି, ସାମର୍ଥ୍ୟ ଦେଇଛନ୍ତି। ପ୍ରିୟମାନେ, ଆମେ ଶୈତାନକୁ ପ୍ରତିବାଦ କରିପାରିବା। କାରଣ ଶୈତାନକୁ ବଶୀଭୂତ କରିଥିବା, ଶୈତାନ ଉପରେ ଜୟଲାଭ କରିଥିବା ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ଭିତରେ ଅଛନ୍ତି। ଆଉ ତାଙ୍କର ସାହାଯ୍ୟରେ ଆମେ ସବୁ କରିପାରିବା। ଶୈତାନ ଆମକୁ ଦେଖିଲେ ଭୟ କରିବ ଯେତେବେଳେ ଆମ ଭିତରେ ସେ ରହିବେ। ଆମେ ସେ ସତ୍ୟତାକୁ ଜାଣିବା ତାହେଲେ ଆମେ ପ୍ରଭୁ ଈଶ୍ୱରଙ୍କର ବଶୀଭୂତ ହବା। ଏ କଥା ସେ ଜାଣେ। ଆଉ ତାଙ୍କର ବଶୀଭୂତ ହେବା ଫଳରେ ମତେ ସେମାନେ ପ୍ରତିବାଦ କରିବେ, ଏଇ କଥା ବି ଜାଣେ। ଆଉ ସେଇଥିପାଇଁ ସତ୍ୟତାକୁ ଗ୍ରହଣ କରିବାକୁ ଆମକୁ ସେ ଦେଇନଥାଏ। ମିଛ କଥା କହି ସେ ଆମକୁ ଭୁଲେଇଥାଏ, ଯେମିତି ହବାକୁ ଭୁଲେଇଥିଲା। ମାଥ୍ୟୁ 13:14 କଣ ଲେଖାଯାଏ? ମାଥ୍ୟୁ 13:14 ଆଉ ସେଠାରେ ଏପରି ଲେଖାଯାଏ, ତୁମେ ମାନେ ଶୁଣିବ କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ। ତମେ ଶୁଣିବ, ତମେ ଯୀଶୁଙ୍କର ଜନ୍ମ ବିଷୟରେ ଜାଣିବ, ଶୁଣିବ। ତୁମେ ଯୀଶୁ ଯେ ତ୍ରାଣକର୍ତ୍ତା, ଯୀଶୁ ଯେ ସ୍ୱୟଂ ପରମେଶ୍ୱରଙ୍କ ଏକମାତ୍ର ପୁତ୍ର,
ତମେ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ। ପୁଣି ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହବ ନାହିଁ। ପ୍ରିୟମାନେ, ଆଜି ସେ କଥା ହିଁ ହଉଛି। ଆମେ ସମସ୍ତେ ଜାଣିଛୁ, ଯେ ଆମର ତ୍ରାଣକର୍ତ୍ତା ପରମେଶ୍ୱର 2025 ମସିହା ବର୍ଷ ପୂର୍ବରୁ ଏଇ ପୃଥିବୀକୁ ଆସିଥିଲେ ଆମକୁ ଉଦ୍ଧାର କରିବା ପାଇଁ। ଆଉ ସେଇ ଦିନକୁ ଆମେ ପ୍ରତ୍ୟେକ ବର୍ଷ ଖ୍ରୀଷ୍ଟ ଜନ୍ମ ପର୍ବ ବୋଲିକି ଆମେ ପାଳନ କରୁଛୁ। କିନ୍ତୁ ଏ ଯାଏ ଆମେ ଜାଣିନାହୁଁ, ଏ ଯାଏ ସେ ସତ୍ୟତାକୁ ଆମେ ଗ୍ରହଣ କରିନାହୁଁ। ହୁଏତ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠିପାରେ, କିଏ କହିଲା ଆମେ ଯୀଶୁଙ୍କର ଜନ୍ମ ପର୍ବ ପାଳନ କରୁଛୁ? ଆମେ ପାଳନ କରୁଛୁ। ଆମେ ଘରେ ପିଠାପଣା କରୁଛୁ, ଆମେ ଆନନ୍ଦ କରୁଛୁ, ଆମେ ଘରକୁ ସଜଉଛୁ, ଆମେ ଅତିଥି ମାନଙ୍କୁ ଇନଭାଇଟ କରୁଛୁ, ତାଙ୍କର ଆତିଥ୍ୟ କରୁଛୁ। ଆମେ ଖ୍ରୀଷ୍ଟ ଜନ୍ମ ପର୍ବ ଦିନ ରାତିରେ ପ୍ରାର୍ଥନା ଯାଉଛୁ। 25 ତାରିଖରେ ମଧ୍ୟ ଆମେ ପ୍ରାର୍ଥନା କରୁଛୁ, ଉପାସନା କରୁଛୁ। 26 ତାରିଖରେ ବି କରୁଛୁ। ଆମେ ଗରିବ ଲୋକଙ୍କୁ ଖାଇବାକୁ ଦଉଛୁ। ଆମେ ଲୋକମାନଙ୍କୁ ପୋଷାକ ବିତରଣ କରୁଛୁ, କମ୍ବଳ ବିତରଣ କରୁଛୁ। କିଏ କହିଲା ଆମେ ଆନନ୍ଦ ଉପଭୋଗ କରୁନୁ? କିଏ କହିଲା ଆମେ ଯୀଶୁଙ୍କର ଜନ୍ମଦିନକୁ ପାଳନ କରୁନାହୁଁ? ଯଦି ଆମେ କମ୍ବଳ ବାଣ୍ଟୁଛୁ, ଆମେ ଫଟୋ ଉଠଉନୁ ତ ପ୍ରିୟମାନେ? ଆମେ ଭିଡିଓ ବାହାର କରୁନୁ ତ ପ୍ରିୟମାନେ? ଯଦି ତାହା କରୁଛୁ, ତାହେଲେ ତାଙ୍କର ପ୍ରଶଂସା ପାଇଁ ନୁହେଁ, ତାଙ୍କର ମହିମା ପ୍ରକାଶ କରିବାକୁ ନୁହେଁ, ତାଙ୍କର ଇଚ୍ଛା ପୂରଣ କରିବାକୁ ନୁହେଁ, ନିଜର ଆଡଭର୍ଟାଇଜ କରିବା ପାଇଁ, ନିଜକୁ ଅନ୍ୟମାନଙ୍କ ଆଗରେ ଦାନୀ ବୋଲି ଦେଖେଇବା ପାଇଁ। ହଁ, ଭିଡିଓ ଦେଖି, ଫଟୋ ଦେଖି ଲୋକମାନେ ଖୁସି ହେଇପାରନ୍ତି, ଆମକୁ ବାହ 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 କରିପାରନ୍ତି, କିନ୍ତୁ ପରମେଶ୍ୱରଙ୍କ ଆଗରେ ଆମେ ନିନ୍ଦିତ ହବା ପ୍ରିୟମାନେ। ଯଦି ଲୋକଙ୍କ ଠାରୁ ପ୍ରଶଂସା ପାଉଛୁ, ତାଙ୍କ ଠାରୁ କିଛି ଆଶା କରିବା ନାହିଁ। ଆମେ ତାଙ୍କର ଇଚ୍ଛା ପୂରଣ କରିବା। ସେ ଚାହାନ୍ତି ଆମେ ତାଙ୍କ ପରି ହେବା। ଆମର ମନ ଯୀଶୁଙ୍କର ମନ ପରି ହେଉ। ଆମର ମନ ଯୀଶୁଙ୍କ ମନ ପରି ହେଉ। ଆମେ ସମସ୍ତେ ଯୀଶୁଙ୍କ ପରି ହେବା। ଏ କଥା ସବୁବେଳେ ଆମେ ମନେ ରଖିବା। ସେ ଯେପରି ଦୟାରେ ବିଗଳିତ ହଉଥିଲେ, ଆମେ ବି ସେପରି ଦୟାରେ ବିଗଳିତ ହେବାକୁ ପଡିବ। ରକ୍ଷକ ମେଷ ତୁଲ୍ୟ ସେମାନଙ୍କୁ ଦେଖି ସେ ଦୟାରେ ବିଗଳିତ ହଉଥିଲେ। ଯୋଉମାନେ ଆଜି ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣି ନାହାନ୍ତି, ସେମାନେ ଯେ ନିଶ୍ଚିତ ମୃତ୍ୟୁ ଆସ୍ବାଦନ କରିବେ, ନରକ ପଥଗାମୀ ସେ ଲୋକମାନଙ୍କୁ ଯଦି ଆମେ ଯୀଶୁଙ୍କ ବିଷୟରେ ଜଣେଇବାକୁ ସାହସ କରୁନାହୁଁ, ଅନ୍ୟମାନଙ୍କ ଠାରୁ ତାଡ଼ନା ପାଇପାରୁ, ଏଇ କଥା ଚିନ୍ତା କରିକି ଆମେ ଯଦି ଆମର ମୁଖକୁ ଖୋଲା କରୁନାହୁଁ, ଆମେ କେମିତି ତାଙ୍କର ସନ୍ତୋଷ ପାତ୍ର ହବା ପ୍ରିୟମାନେ? ଆନନ୍ଦକୁ ଆମେ ଯଦି ଅନ୍ୟମାନଙ୍କ ସାଙ୍ଗରେ ବାଣ୍ଟୁ ନାହୁଁ, ଆମେ କେମିତି ତାଙ୍କର ପ୍ରିୟ ପାତ୍ର ହବା ପ୍ରିୟମାନେ? ହେରୋଦ ବି ଚାହୁଁଥିଲା ଠିକ ଶୈତାନ ପରି, ଶୈତାନ ଯେମିତି ଚାହୁଁଥିଲା, ଏବେ ବି ଚାହୁଁଛି ଆମ ସମସ୍ତଙ୍କୁ ଡିସିଭ୍ କରିବ, ପ୍ରତାରଣା କରିବ ଆମକୁ, ଆଉ ଯୀଶୁଙ୍କର ସତ୍ୟତା ବିଷୟରେ ଜାଣିବାକୁ ଦେବ ନାହିଁ। ଠିକ ସେମିତି ହେରୋଦ ବି ଚାହୁଁଥିଲେ, ହେରୋଦ ମହାରାଜା ଯୀଶୁଙ୍କର ସତ୍ୟତାକୁ ଲୋକମାନେ ନ ଜାଣନ୍ତୁ, ଯୀଶୁଙ୍କର ବିନାଶ ହେଇଯାଉ, ଆଉ ସେଥିପାଇଁ ସେ ଚେଷ୍ଟା କଲା। ଆଉ ଅନେକ ଛୋଟ ଛୋଟ ଛୁଆ ମାନଙ୍କୁ
ସେମାନଙ୍କର ପ୍ରାଣ ନାଶ କରିଦେଲା। କିନ୍ତୁ ସେଇ ଅନେକ ଲୋକଙ୍କର ମଧ୍ୟରେ, ପୃଥିବୀର ଅନେକ ଲୋକଙ୍କ ମଧ୍ୟରେ କେବଳ ଅଳ୍ପ କେତେ ଜଣ ଯୋଉମାନେ କି ଯୀଶୁଙ୍କର ଜନ୍ମର ପ୍ରକୃତ ଆନନ୍ଦକୁ ଉପଭୋଗ କଲେ। ଏବେ ଯେମିତି ଉତ୍ତର ଆସିଥିଲା, ପ୍ରକୃତ ଯୀଶୁଙ୍କର ଜନ୍ମ ଦିନର ଆନନ୍ଦକୁ ମେଷପାଳକ ମାନେ ଅନୁଭବ କଲେ। ସେଇ ପୂର୍ବ ଦେଶୀୟ ପଣ୍ଡିତ ମାନେ, ସେମାନେ ଯୀଶୁଙ୍କ ଜନ୍ମର ଆନନ୍ଦକୁ ଅନୁଭବ କଲେ, କିନ୍ତୁ ହେରୋଦ ରାଜା ନୁହେଁ। ଅନେକଙ୍କ ପାଖରେ ଯୀଶୁଙ୍କର ଏହି ସତ୍ୟତା ପହଞ୍ଚିବ, କିନ୍ତୁ ସେମାନେ ଗ୍ରହଣ କରିବେ ନାହିଁ। ଯୀଶୁଙ୍କ ଜନ୍ମ ଅବଶ୍ୟ ସାଧାରଣ ଥିଲା, ଗୋଟେ ଗୁହାଳ ଘରେ ସେ ଜନ୍ମ ହେଇଥିଲେ, କିନ୍ତୁ ଯେଉଁମାନେ ଦୂତଙ୍କର ସମ୍ଭାଷଣ ଶୁଣିଥିଲେ ସେମାନେ ମନ ଭିତରେ ଆନନ୍ଦ ଅନୁଭବ କରିଥିଲେ। ଯୋସେଫ, ମାରିଆ, ହାଲେଲୁୟା। ରତ୍ନପ୍ରଭା ଭଉଣୀ ବୋଧେ ଉତ୍ତର ଦେଇଥିଲେ। ଆଉ ବି ଆନନ୍ଦିତ ହେଇଥିଲେ ସ୍ୱର୍ଗର ବାହିନୀ, ଯେ ସ୍ୱର୍ଗର ରାଜକୁମାର, ଶାନ୍ତିର ରାଜକୁମାର ସେ ପୃଥିବୀରେ ଜନ୍ମ ନେଇଛନ୍ତି। ହାଲେଲୁୟା। ସେ ଦୂତ ମାନେ ଖୁସି ହେଇଥିଲେ, ପଣ୍ଡିତ ମାନେ ଖୁସି ହେଇଥିଲେ, ମେଷପାଳକ ମାନେ ଖୁସି ହେଇଥିଲେ, ଆଉ ଯୋସେଫ ମରିୟମ ଖୁସି ହେଇଥିଲେ। ଆଜି ଆମେ ଖୁସି କି? ଯୋଉମାନଙ୍କ ଆଗରେ ଦୂତ ମାନେ ସ୍ତବଗାନ କରିଥିଲେ ସେମାନେ ଖୁସି ହେଲେ, ସେଇ ମେଷପାଳକ ମାନେ। ଲୁକ 2:14 କଣ ଲେଖାଯାଏ? ଉର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷ ପାତ୍ର ମନୁଷ୍ୟ ମାନଙ୍କ ମଧ୍ୟରେ ଶାନ୍ତି। ଉର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କର ମହିମା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ପୃଥିବୀରେ ଜନ୍ମ ହେବା ଦ୍ୱାରା ଉର୍ଦ୍ଧ୍ୱ ଲୋକରେ, ସ୍ୱର୍ଗରେ ଈଶ୍ୱରଙ୍କର ମହିମା ପ୍ରକାଶ ପାଇଛି। ଆଉ ଏଇ ପୃଥିବୀରେ ତାଙ୍କର ସନ୍ତୋଷ ପାତ୍ର ମନୁଷ୍ୟ ମାନଙ୍କ ମଧ୍ୟରେ ଶାନ୍ତି। ସମସ୍ତଙ୍କ ମଧ୍ୟରେ ନୁହେଁ ପ୍ରିୟମାନେ, ଯୋଉମାନେ ତାଙ୍କର ସନ୍ତୋଷର ପାତ୍ର ସେମାନଙ୍କ ମଧ୍ୟରେ ଶାନ୍ତି, ସେମାନଙ୍କ ମଧ୍ୟରେ ଆନନ୍ଦ। ୟେସ୍, ମୁଁ ଗୋଟେ ପଦ ଗୀତ ଗାଇବାକୁ ଇଚ୍ଛା ହଉଛି। ଯଦି କେହି ପଚାରିବ ମୋତେ ତୁମ ମୁଖେ କାହିଁକି ଏ ଆନନ୍ଦ, କହିବି ମୁଁ ଯୀଶୁ ମୋତେ ଦେଇଛନ୍ତି ମୋର ମୁଖେ ଆନନ୍ଦ। ମୁଁ ଅବଶ୍ୟ ଠିକ ଗାଇ ପାରିନି, କିନ୍ତୁ ଏ କଥା ସତ୍ୟ, ଆମ ମୁଖରେ ଆଜିର ଜନ୍ମଦିନରେ, ଯୀଶୁଙ୍କର ଜନ୍ମଦିନ, ଯାହାକୁ ଆମେ 25 ତାରିଖ ପାଇଁ ପାଳନ କରୁଛୁ, କିନ୍ତୁ ପ୍ରକୃତରେ ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଥିଲେ। ଆଜି ସେଇ ଦିନ, ଯୋଉ ଦିନ ଆମର ତ୍ରାଣକର୍ତ୍ତା ଏଇ ପୃଥିବୀକୁ ଆସିଥିଲେ ଆମକୁ ଉଦ୍ଧାର କରିବା ପାଇଁ, ଜନ୍ମ ନେଇଥିଲେ। ସେଇଦିନ ଆମେ ଆନନ୍ଦିତ ନାହିଁ। ଆସନ୍ତା କାଲି ଆନନ୍ଦ କରିବା। କାହିଁକି? ନୂଆ ପୋଷାକ ପିନ୍ଧିବା ନା। କାହିଁକି ଆନନ୍ଦ କରିବା? ଆମ ଘରକୁ ସଜେଇଥିବା। କାହିଁକି ଆନନ୍ଦ କରିବା? ବିଭିନ୍ନ ପ୍ରକାର ପିଠା ପଣା, ମାଛ ମାଂସର ସୁଅ ଛୁଟିବ ଘରେ। ଆମେ ସେଇଥିପାଇଁ ଆନନ୍ଦ କରିବା। ମୁଁ ଅବଶ୍ୟ ସମସ୍ତଙ୍କ କଥା କହୁନି, କିନ୍ତୁ ସାଧାରଣତଃ ଏଇଆ ହିଁ ଦେଖାଯାଏ। ଆଜି ସମସ୍ତେ ଆମେ ଆନନ୍ଦିତ, ଆମେ ସମସ୍ତେ ଆନନ୍ଦିତ। ଆଉ ସବୁ ଖ୍ରୀଷ୍ଟିଆନ କହିବେ ଯେ ସକାଶେ ଆମେ ଆନନ୍ଦିତ। ପ୍ରଭୁ ଯୀଶୁଙ୍କର ଜନ୍ମ ସକାଶେ ଆମେ କାହିଁକି ଆନନ୍ଦିତ ପ୍ରିୟମାନେ? ଯଦି ଆମେ ଆନନ୍ଦିତ, ପ୍ରଭୁ ଯୀଶୁଙ୍କର ସେଇ ଜନ୍ମକୁ ଆମେ ଗ୍ରହଣ କରୁଛୁ କି?
प्रभु जीशुଙ୍କୁ ଆମେ ଗ୍ରହଣ କରୁଛୁ କି? ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବା ଅର୍ଥ ଯୀଶୁ ଯାହା ଶିଖେଇଛନ୍ତି ତଦ ଅନୁଯାୟୀ ଚାଲିବା। ଆମେ ନିଜକୁ ନିଜେ ପଚାରୁ, ଆମେ କାହିଁକି ଆନନ୍ଦିତ? ପିଠାପଣା ପାଇଁ, ଭୋଜି ଭାତ ପାଇଁ, ନା କେତେବେଳେ ପ୍ରାର୍ଥନା ଆରମ୍ଭ ହବ ଆମେ ଅପେକ୍ଷା କରିଛୁ? ଯେତେବେଳେ ସମସ୍ତେ ଆସିବେ ସେତେବେଳକୁ ଆମେ ଯିବା ଆଉ ଆମର ପୋଷାକ ଦେଖି ଲୋକମାନେ ଆମର ବାହାବା କରିବେ, ସେଇଥିପାଇଁ ନୁହେଁ ତ? ଚର୍ଚ୍ଚରେ ନୂଆ ଗୀତ ଗାଇବାକୁ ଚାହୁଁଛନ୍ତି, ଅନ୍ୟମାନେ ଆମର ପ୍ରଶଂସା କରନ୍ତୁ, ବାହାବା କରନ୍ତୁ, ସେଇଥିପାଇଁ ସେ ଗୀତ ନୁହେଁ ତ? ଯଦି ପ୍ରକୃତରେ ଈଶ୍ୱରଙ୍କ ପ୍ରଶଂସା ପାଇଁ ସେ ଗୀତ ହଉଛି, ହାଲେଲୁୟା, ପ୍ରଭୁ ନିଶ୍ଚୟ ମହିମାନ୍ୱିତ ହେବେ ଆଉ ଆପଣ ପୁରସ୍କୃତ ହେବେ। ଗୀତ ଏଇଥିପାଇଁ ନ ହଉ ଲୋକମାନଙ୍କର ପ୍ରଶଂସା ପାଇବା ପାଇଁ। ଘରକୁ ଏଇଥିପାଇଁ ଆମେ ରଙ୍ଗ ନ ମାରୁ, ବହୁତ ସୁନ୍ଦର ଦେଖାଯିବ, ଅନ୍ୟମାନଙ୍କ ଠାରୁ ଆମର ଘର ସୁନ୍ଦର ଦିଶିବ, ସେଇଥିପାଇଁ ନ ହଉ ଆମେ ଖ୍ରୀଷ୍ଟ ଯୀଶୁଙ୍କୁ ଆମ ଘରକୁ ଇନଭାଇଟ କରୁଛୁ, ଆମନ୍ତ୍ରଣ କରୁଛୁ। ଆଜିଠାରୁ ଆମର ପ୍ରଭୁ ଯୀଶୁ ଆମର ଏଇ ଘରେ ଆମ ସହିତ ରହିବେ, ସେଇ ଆନନ୍ଦ ସକାଶେ ଆମେ ଘରକୁ ସଜିବା। ପ୍ରିୟମାନେ, ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ନୁହେଁ। ପୁଅ କିମ୍ବା ଝିଅ ଯେତେବେଳେ ଚର୍ଚ୍ଚରେ ଗୀତ ଗାଉଛନ୍ତି କିମ୍ବା ବାକ୍ୟ ପଢୁଛନ୍ତି, ଆମେ ବହୁତ ଆନନ୍ଦ ଅନୁଭବ କରୁ, ବାଃ ମୋର ପୁଅ ବହୁତ ବଢିଆ ଗୀତ ଗାଇଲା, ମୋର ଝିଅ ବହୁତ ସୁନ୍ଦର ସ୍ପଷ୍ଟ ଭାବରେ ନିର୍ଭୟରେ ବାକ୍ୟ କହିଲା। ନୋ, ଯଦି ଖୁସି ହେବା, ମୋର ଝିଅ କେତେ ସୁନ୍ଦର ବାକ୍ୟଟିକୁ ଉଚ୍ଚାରଣ କଲା, କେତେ ସୁନ୍ଦର ଭାବରେ ମୋର ପୁଅ ଗୀତ ଗାଇକି ତାଙ୍କର ମହିମା ପ୍ରକାଶ କଲା, ସେଇଥିପାଇଁ ଆମେ ଖୁସି ହେବା। ପ୍ରିୟମାନେ, ଏଇଟା ହିଁ ପ୍ରକୃତ ଆନନ୍ଦ ଅଟେ। ସେଦିନ କଣ ହେଲା? ଗୁହାଳ କୁଣ୍ଡରେ ଶୋଇଥିବା ଯୀଶୁଙ୍କର ଦର୍ଶନ ଯେତେବେଳେ ପାଇଲେ ମେଷପାଳକ ମାନେ, 2 ପର୍ବ 20 ପଦକୁ ଆଉ ଟିକେ ପଢିବା, 2 ପର୍ବ 20 ପଦ। ଆଉ ମେଷପାଳକ ମାନଙ୍କୁ ଯେପରି କୁହାଯାଇଥିଲା ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ ସେ ସମସ୍ତ ସକାଶେ ଈଶ୍ୱରଙ୍କ ଗୌରବ ପ୍ରଶଂସା କରୁ କରୁ ବାହୁଡ଼ି ଗଲେ। କଣ କଲେ ପ୍ରିୟମାନେ? ସେମାନେ ଈଶ୍ୱରଙ୍କର ପ୍ରଶଂସା କରୁ କରୁ ବାହୁଡ଼ି ଗଲେ। ଆଉ ସତରେ ଲେଖାଯାଏ, ଏହା ଦେଖି ସେଇ ଶିଶୁଙ୍କ ସମ୍ବନ୍ଧରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା ତାହା ସେମାନେ ପ୍ରକାଶ କଲେ ଅନ୍ୟମାନଙ୍କ ଆଗରେ, ଯୋସେଫ ମାରିଆଙ୍କ ଆଗରେ। ପ୍ରଭୁ ଚାହାନ୍ତି ଆମେ ବି ଠିକ ସେଇ କାମ କରିବା। ଆଜି ଯୀଶୁଙ୍କର ଜନ୍ମଦିନରେ ତାଙ୍କର ମହିମା ପ୍ରକାଶ କରିବା, ତାଙ୍କୁ ଆମେ ପ୍ରଶଂସା କରିବା, ତାଙ୍କର ଆମେ ଗୌରବ ପ୍ରକାଶ କରିବା ଆମ ଜୀବନରେ, ଆମର ଆଚରଣରେ। ଆମ ଠାରୁ ପ୍ରଭୁ ଏଇଆ ହିଁ ଚାହାନ୍ତି। ପ୍ରିୟମାନେ, ଆପଣଙ୍କର ହୃଦୟର ସ୍ପନ୍ଦନକୁ ଆପଣ ପଚାରିକି ଦେଖନ୍ତୁ। ପ୍ରକୃତରେ ଯୀଶୁଙ୍କର ଜନ୍ମଦିନରେ ଆନନ୍ଦ କରୁଛୁ କି ଆମର ଅଭିଜାତ୍ୟ ପାଇଁ, ଆମର ପୋଷାକ ପାଇଁ, ଆମର ଘରେ ହେଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନ ସକାଶେ ଆମେ ଚିନ୍ତା କରିବା। କେବଳ କଥାରେ ନୁହେଁ ପ୍ରିୟମାନେ, ଆମର ଆଚରଣରେ ମଧ୍ୟ ଆମେ ତାଙ୍କୁ ଗୌରବ ଦେବା। ମନ ଭିତରେ ଯୋଉ ଆନନ୍ଦ ଅଛି, ଯୀଶୁଙ୍କ ଜନ୍ମର ଆନନ୍ଦ, ସେଇ ଜନ୍ମର ଆନନ୍ଦକୁ ଆମେ ଆଜି ଅନ୍ୟମାନଙ୍କ ସହିତ ବାଣ୍ଟିବା। ଆଜିର ପର୍ବରେ
जो विषय को अपेक्षा करी आमे आनंदित अटू ताहा जी आमे केते लोक को बांटुचु यदि हाँ ताहले प्रभु गौरवान्वित होउछन्ति प्रिय माने आमे से गौरवर अधिकारी हेबाकू जाउछु यस समस्त हृदय अवश्य सेपरी नुहे किंतु अनेक अछंती स्वर्गर दूत आ स्वर्गीय वाहिनी परी तांको जन्मदिन शुभ वार्ता को अन्य मान को पाखे पहुंचेबा को भल पाती आज प्रभु चाहती आमे समस्त सी वार्ता को ए मेषपालक मान परी अन्य मान पाखे पहुंचेबा ऊर्ध्व लोकरे ईश्वरंकर महिमा पुणी पृथ्वी रे ताहांक संतोष पात्र मनुष्य मानक मध्यरे शांति आज चिंता करिबा एवं आसंतु आमे समस्ते ताहांकर संतोष पात्र हबा जद्वारा एही पृथ्वी रे रहणी समय रे आमे शांति लाभ करिबा आम मनर गर्व को आमे त्याग करिबा आम मनर अहंकार को आमे त्याग करदबा प्रिय माने मु सबुठारु श्रेष्ठ मु सबुठारु भल लुका पिंदिची मु सबुठारु घर को भल भाबरे सजेइची मु सबुठारु बेसी पैसा देइची चर्च रे नाइ प्रिय माने ई सब को आम मन भितर आमे त्याग करदबा आमर मन जीशुंकर मन परि हेउ जहा लिखा जाए फिलिपियो 2:5 पदरे आमर मन तांको मन परि हेउ परिपूर्ण हवा आमे नुआ वस्त्र पिंधिबा आगरु जीशु को पिंधेबा प्रिय माने जन्मदिन तांको पिंधेबा प्रथमे तापरे आमे पिंधिबा आमे विभिन्न प्रकार सुस्वादु व्यंजन खाद्य खाइबा आगरु जीशु को खोइबा माथ्यू 25 पर्व 34-36 माथ्यू 25 पर्व 34-36 सेतेबेले राजा अपना दक्षिण पार्श्वस्थ लोक कहिबे तांको आशीर्वाद पात्र माने तुमानक निमंते जगतर पतनावधि जो राज्य प्रस्तुत करा जायछि सेठिर अधिकारी हुओ जगतर भित्ति स्थापन पूर्वरु जो वासस्थान आम पई तैयारी करा जायछि ईश्वरकर संतोष पात्र व्यक्ति विशेषंक पई तैयारी करा जायछि से सुंदर स्वर्ग से सुंदर स्वर्गर अधिकारी हबा पई से हमको कहिबे जदि आमे तांकर संतोषर कार्य करिबा तांकर संतोषर पात्र हबा काहाकु से एक कथा कइले से कहउचंती कारण मुख्य दीता थिली तुमे माने मते भोजन करिबा देल तृषित थिली मते पान करिबा को देल प्रवासी थिली मते आश्रय देल उलंग थिली मते वस्त्र परिधान करैल पीड़ित थिली मते संखोड़िल कारागार रे थिली मो निकट तुमे आसिल हालेलुया जदि आमे ई सब कार्य करूछु प्रिय माने ताहले आमे तांकर संतोषर पात्र हबा आ से सुंदर स्वर्ग से आम पई तैयारी करछंती प्रभु यीशु ए पृथ्वी को आसीबार उद्देश्य ही छै प्रिय माने जे आमे परित्राण प्राप्त हबा आ आमे से सुंदर स्वर्ग रे जाई तांको सहित वास करिबा केते बेले ता साधित होई परिबो जदि आमे तांकर संतोषर पात्र हबा मु गोटे छोटिया गप कहवा चाहे जहाँकि प्रति वर्ष कही थाए गोटे सहर रे जने धनी लोक थिले 5 मिनिट अधिक नेबी आज जने धनी लोक थिले गोटे सहर रे तांकर एकमात्र पुत्रर जन्मदिन थिला से सहरर विशिष्ट विशिष्ट लोक मानकु इनवाइट करथिले संध्या हला समय उपस्थित हला
ଆଉ ସମସ୍ତେ ନିଜ ନିଜର ବିରାଟ ବିରାଟ ଗାଡିରେ ଦାମୀ କୋଟ ସୁଟ ପିନ୍ଧି ସେମାନେ ଆସି ପହଞ୍ଚିଲେ। ଆଉ ସ୍ୱାମୀ ସ୍ତ୍ରୀ ଫାଟକ ପାଖରେ ଅପେକ୍ଷା କରି ସେମାନଙ୍କୁ ଭିତରକୁ ପାଛୁଟି ନଉଥିଲେ। ସମସ୍ତଙ୍କ ହାତରେ ବିଭିନ୍ନ ପ୍ରକାର ଦାମୀ ଉପହାର। ଆଉ ସମସ୍ତେ ଯେତେବେଳେ ଭିତରକୁ ଯାଉଥିଲେ ଦେଖି ଆଶ୍ଚର୍ଯ୍ୟ ହେଇଯାଉଥିଲେ। ବହୁତ ସୁନ୍ଦର ସଜା ହେଇଥିଲା ସେ ହଲଟି। ଗୋଟେ ପଟେ ଖାଇବା ଜିନିଷ ଭର୍ତ୍ତି, ଗୋଟେ ପଟେ ପିଇବା ଜିନିଷ ଭର୍ତ୍ତି, ଗୋଟେ ପଟେ ମ୍ୟୁଜିକ ବାଜୁଛି ଆଉ ଷ୍ଟେଜରେ ଯୋଉମାନଙ୍କର ଇଚ୍ଛା ସେମାନେ ନୃତ୍ୟ ପରିବେଶ ନାଚୁଛନ୍ତି। ଆଉ ଅଳ୍ପ ସମୟ ପରେ ଗୋଟେ ଛୋଟିଆ ପିଲା ଆସିଲା, ଯାହା ହାତରେ ଦାମୀ ଉପହାର ନଥିଲା, ଯାହା ଦେହରେ ଦାମୀ ପୋଷାକ ନଥିଲା। ସେ ଧରିଥିଲା କେବଳ ଗୋଟେ ଗୋଲାପ ଫୁଲ। ତାକୁ ସେମାନେ ପାଛୁଟିଲେ ନାଇଁ ପିଲା। ପିଲାଟି ସମୟ ଦେଖି ଭିତରକୁ ପଶିଗଲା ଆଉ ଯାଇକି ଖୋଜିଲା ତା ସାଙ୍ଗକୁ, ଯାହାର ଆଜି ଜନ୍ମଦିନ। ଦେଖିଲା ଯୋଉଠି ଲୋକମାନେ ଖାଉଛନ୍ତି ସେଠାରେ ସେ ନାହିଁ, ଯୋଉଠି ଲୋକମାନେ ବିଭିନ୍ନ ପ୍ରକାର ପାନୀୟ ଉପଭୋଗ କରୁଛନ୍ତି ସେଠାରେ ବି ସେ ନାହିଁ। ଲୋକମାନେ ନାଚୁଛନ୍ତି ସେଇଠି ବି ଖୋଜିଲା, ତା ସାଙ୍ଗକୁ ପାଇଲା ନାହିଁ। ତାପରେ ଭାବିଲା ବାର୍ଥଡେ ବୟ ଯୋଉ ବସିବାକୁ ଯୋଉ ଆସନ ଅଛି ସେଇ ଆସନରେ ହୁଏତ ବସିଥିବ। ଯାଇକି ଦେଖିଲା ସେଠି ବି ସିଏ ନାହିଁ। ତାପରେ ଭାବିଲା ବୋଧେ ତାକୁ ପାସ ଲାଗିଥିବ କି କଣ, ସିଏ ରୁମକୁ ଯାଇଥିବ। ସିଧା ପଶିଗଲା ତା ରୁମ ଭିତରକୁ। ଯାଇକି ଦେଖିଲା ବେଳକୁ ଖଟର ଗୋଟିଏ କୋଣରେ ଚୁପଚାପ ବସିଛି ପିଲା। ତା ଦେହରେ ନୂଆ ପୋଷାକ ନାହିଁ, ତା ମନରେ ଆନନ୍ଦ ନାହିଁ, ତାକୁ କେହି ପଚାରୁ ନାହାନ୍ତି। ତାକୁ ଯାଇକି ସେ କହିଲା ହ୍ୟାପି ବାର୍ଥଡେ ୱିଶ କଲା ପରେ ସେ ପଚାରିଲା, ଆରେ ଆଜି ତୋର ଜନ୍ମଦିନ, ତୁ ସେଇ ହଲରେ ରହିବା କଥା, ତୋର ଆସନରେ ତୁ ବସିବା କଥା, ତୁ କଣ ଏଠି ଏକୁଟିଆ ବସିଛୁ? ଆଜି ତୋର ନୂଆ ପୋଷାକ ପିନ୍ଧିବା କଥା, କାହିଁ ତୁ ଏଇ ପର୍ଯ୍ୟନ୍ତ ପୋଷାକ ପିନ୍ଧି ନାଉ? ଯେତେବେଳେ ସେ ଯୋଉ ଆନ୍ସର ଦେଲା ପ୍ରିୟ ମାନେ, ସେ ବାର୍ଥଡେ ବୟ ଯାହାର ଜନ୍ମଦିନ ସେ ଯାହା କହିଲା ଭଲ କି ଶୁଣନ୍ତୁ। ସେ କହିଲା ଭାଇ ଆଜି ମୋର ଜନ୍ମଦିନ, କିନ୍ତୁ ମୋ ପାଇଁ କେହି ଚିନ୍ତା କରିନାହାନ୍ତି। ବାପା ମା ନିଜର ନୂଆ ପୋଷାକ ପିନ୍ଧି ସେମାନେ ଯାଇଛନ୍ତି ସେ ଆନନ୍ଦ ଉପଭୋଗ କରିବା ପାଇଁ। ମୋ ପାଇଁ ପିନ୍ଧିବା ପାଇଁ ଆଣିଛନ୍ତି କି ନାହିଁ ମୁଁ ଜାଣି ନାହିଁ। ସମସ୍ତେ ଆନନ୍ଦ ଉପଭୋଗ କରୁଛନ୍ତି, ମଜା ନଉଛନ୍ତି, ଖାଦ୍ୟର ମଜା, ପାନୀୟର ମଜା, ଚାକଚକ୍ୟର ମଜା, ପୋଷାକର ମଜା ନଉଛନ୍ତି, କିନ୍ତୁ କେହି ମତେ ପଚାରୁ ନାହାନ୍ତି। ତୁ ପ୍ରଥମ ବ୍ୟକ୍ତି ଯିଏ ମତେ ଖୋଜିବାକୁ ଆସିଛୁ। ପ୍ରିୟ ମାନେ, ଆଜି ଆମେ ସେମିତି ଖ୍ରୀଷ୍ଟ ଜନ୍ମ ପର୍ବ ପାଳନ କରୁନାହୁଁ ତ? ଆମେ ଯୀଶୁଙ୍କୁ ନ ପିନ୍ଧେଇ, ଯାହାର ବାର୍ଥଡେ ତାକୁ ନ ପିନ୍ଧେଇ ଆମେ ପୋଷାକ ପିନ୍ଧୁ ନାହୁଁ ତ ପ୍ରିୟ ମାନେ? ଆମେ ଯୀଶୁଙ୍କୁ ଖାଇବାକୁ ନ ଦେଇ ଆମେ ସେମିତି ନିଜେ ଉପଭୋଗ କରୁନାହୁଁ ତ ପ୍ରିୟ ମାନେ? ଚିନ୍ତା କରିବା ସମୟ ଆସିଛି। ଆମେ ଯୀଶୁଙ୍କ ମନରେ ଖୁସି ଦଉଛୁ କି ଦୁଃଖ ଦଉଛୁ ଆମେ ନିଜେ ଜାଣିପାରୁଛୁ। Yes. ଏଠି ଲେଖାଯାଏ, ପଇଁଚାଳିଶ ପଦରେ, ଏଇ କ୍ଷୁଦ୍ରତମ ମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ତୁମେ ମାନେ ମୋ ପ୍ରତି ହିଁ ତାହା କରିଅଛ। ୟେସ୍ ପ୍ରିୟ ମାନେ, ଯୋଉ ଅନାଥ ମାନେ ଅଛନ୍ତି, ଯୋଉ ବୃଦ୍ଧା ମାନେ ଅଛନ୍ତି, ଯୋଉ ବିଧବା ମାନେ ଅଛନ୍ତି, ନିଃସହାୟ ମାନେ ଅଛନ୍ତି, ଯାହା ଘରେ ଆଜି ଭଲ ଖାଦ୍ୟ ହେଇପାରୁନାହିଁ ପର୍ବ ଦିନ, ଯାହାକୁ ପିନ୍ଧିବାକୁ ନାହିଁ, ଯାହାକୁ ଏଇ
ଶୀତରେ ପ୍ରବଳ ଶୀତ ହଉଛି ଆମ ଏପଟେ, ଏଇ ଶୀତରେ ଘୋଡି ହେବାକୁ ନାହିଁ। ସେମାନଙ୍କୁ ଯଦି ଆମେ ପିନ୍ଧଉଛୁ, ସେମାନଙ୍କୁ ଯଦି ଆମେ ଖାଇବାକୁ ଦଉଛୁ, ତାହେଲେ ଆମେ ଯୀଶୁଙ୍କ ପାଇଁ ତାହା କରୁଛୁ। ସେମାନଙ୍କୁ ଯଦି ପୋଷାକ ପିନ୍ଧଉଛୁ, ଆମେ ଯୀଶୁଙ୍କୁ ପିନ୍ଧଉଛୁ। ସେମାନଙ୍କୁ ଯଦି ଖାଇବାକୁ ଦଉଛୁ, ଆମେ ଯୀଶୁଙ୍କୁ ଖାଇବାକୁ ଦଉଛୁ। ୟେସ୍ ପ୍ରିୟମାନେ, ଚିନ୍ତା କରିବା। ଆଉ ଯୀଶୁଙ୍କର ଜନ୍ମଦିନର ପ୍ରକୃତ ଆନନ୍ଦ ଆମେ ଏଇ ବର୍ଷ ଉପଭୋଗ କରିବା, ଅନ୍ୟମାନଙ୍କୁ ସାହାଯ୍ୟ କରି। ୟେସ୍ ପ୍ରିୟମାନେ, ଆସନ୍ତୁ ଆମେ ସେଇ ତାରା ହେବା, ଯୋଉ ତାରା ବାଟ କଢି ପଣ୍ଡିତ ମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଥିଲା। ଆମେ ଈଶ୍ୱରଙ୍କର ସେଇ ସନ୍ଦେଶକୁ, ଶୁଭ ସମାଚାରକୁ ଅନେକଙ୍କ ପାଖରେ ପହଞ୍ଚେଇବା। ଅନ୍ତତଃ କେତେ ଜଣକୁ ଆମେ ଯୀଶୁଙ୍କ ପାଖକୁ ଆଣିବା। ୟେସ୍, ଆମର ବ୍ୟବହାରରେ, ଆମର ପ୍ରେମରେ ଆମେ ଯୀଶୁଙ୍କର ଜନ୍ମ ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚେଇ ପାରିବା। ଅନ୍ୟମାନଙ୍କ ମନରେ ଖୁସି ଦେବା। ଯେଉଁମାନେ ଆଜି ଦୁଃଖରେ ଅଛନ୍ତି, ଆମର ଏଇ ଛୋଟିଆ ପ୍ରୟାସ, ଏଇ ଛୋଟିଆ ଚେଷ୍ଟା ଖୁସି ଭରିଦେବ ପ୍ରିୟମାନେ। ଆମେ ନିଜେ ଉପଭୋଗ କରିକି ଯେତେ ଖୁସି ପାଇବା ନା, ତାଠାରୁ ବେଶୀ ଖୁସି ପାଇବା ଅନ୍ୟକୁ ସାହାଯ୍ୟ କରି। ଯୋଉମାନେ କରିଛନ୍ତି ସେମାନେ ଅନୁଭବ କରିସାରିଛନ୍ତି, ଆଉ ଯୋଉମାନେ କରିନାହାନ୍ତି ପ୍ରିୟମାନେ, ଛୋଟିଆ ଜିନିଷଟେ ହେଲେ ହଉ, ତା ସହିତ ଆମର ସମ୍ପର୍କ ନାହିଁ, ଯାହାଠୁ ଆମେ ଫେରି ପାଇବାର ନାହିଁ, ତାକୁ ସାହାଯ୍ୟ କରି ଦେଖିବା। ଆମେ ସେଇ ତାରା ହେବା। ସେଇ ସ୍ୱର୍ଗୀୟ ବାହିନୀ ପରି ଆମେ ତାଙ୍କର ପ୍ରଶଂସା ଗୀତି, ତାଙ୍କ ଜନ୍ମର ଶୁଭ ବାର୍ତ୍ତା ଅନ୍ୟମାନଙ୍କ ପାଖରେ ପହଞ୍ଚିବା। ପଣ୍ଡିତ ମାନଙ୍କ ପରି ଆମର ସର୍ବଶ୍ରେଷ୍ଠ ବିଷୟକୁ ଯୀଶୁଙ୍କୁ ଅର୍ପଣ କରିବା। ଆମେ ସମସ୍ତେ ଆଜି ସେଇ ତାରା ହେବା। ପ୍ରଭୁ ଯୀଶୁ ଆଜି ଆମ ସମସ୍ତଙ୍କ ମନରେ ଜନ୍ମ ନିଅନ୍ତୁ।